आज आपण मैंने देखु अमेरिका रे जंगल रे निया लगी जो अमेरिका समग्र विश्वटा को हाथ मुठा रखापी से तार कल कौशल कब्जा करि किंतु से जंगल रे निया लगी ताकू से लिभे पारुना जदि वर्षा हुए ताल जंगल लिभेब किंबा कृत्रिम वर्षा जदि करा जाए ताल जंगल लिभे पारे किंतु जंगल जलुची अनेक खुशी होउछन्ति अतीत को मन पकई अनेक अमेरिकार कथा को मन पकई वार्ता को मन पकई खुशी होउछन्ति किंतु केते पशु केते पक्षी केते मूल्यवान वृक्ष सब टली पइला ध्वंस हो गला ये कथा को कहीं भावु नांती जीव जीवे दया परम धर्म अग्नि मनुष्य लगौ बा कौन सी कृतज्ञ लगौ कि प्राकृतिक भाव लागू किंतु जंगल जलुची माने केते कोटी कोटी टंकार अम्लजान नष्ट हो जाउची सेथिपई आमे सबु बेले कहूचु पंचवटी सृष्टि कर प्रत्येक बाड़ी बगीचा रे 5टी गछ लगाओ तुम जो गछ को बंचई पारिबो सेई गछ तुम्हें 5टी लगाओ पंचवटी रे भगवान श्रीरामकर लीला खेला होता आम शरीर में मध्य पंचवटी रही मुख चक्षु नासा कर्ण मस्तक ये पंचवटी आमे देखि पारुचु सुनी पारुचु किछि कहि पारुचु खाई पारुचु सब किछि करुचु तेणु पंचवटी नित्यांत जरूरी आमर जितेबाला गृह प्रतिष्ठा हुए से आम गोटे ब्राह्मण माने आम गोटे तालिका दियंती से तालिकार पंच पल्लव तालिकार थाए पंच पल्लव कौन आंब ओस्त जामु बर कईथ जो महापुरुष माने आकु सब सृष्टि करथिले से माने केते उन्नत मनर मनुष्य थिले आपण देखिए आमर ये अनंत क्षेत्र ये गोटे छोटिया आश्रम किंतु अन्य मानक पई बड़ आश्रम आमको देखा जाए अति छोट आश्रम आम जो आश्रम सब भारत वर्ष देखीजु ता तुलन कि नुह गोटे निपट मफसली ग्राम भितर ये आश्रमटी गढ़ी उठी एठी जने दुई जनकर प्रचेष्टा जी पाक सेवक नरहरि दास आउ जन दुई जन तांकर सहयोगी यही भली दुई तीन जन मिसी केते प्रकार गछ लगे ता हिसाब मध्य नहीं बट बोली गोटे पिला थिला से मोर शिष्य नथिला से थिला दीक्षा ननेइथिबा शिष्य ठाकुर बोली संबोधन करुला तार प्रारब्धटा इति कष्ट थिला शेष जीवन पर्यंत से तार सुगार मधुमेह रोग
ମଧୁମେହ ରୋଗରୁ ଆଖି ଚାଲିଗଲା, ଗୋଡ଼ ଭାଙ୍ଗିଗଲା, ମାନେ ଏମିତିକି ତା ଭିତରୁ ଦୁର୍ଗନ୍ଧ ବି ବାହାରିଲା। ତେଣୁ ତାଙ୍କ ପରିବାର ଲୋକ ତା ପାଇଁ ଅନେକ ଚେଷ୍ଟା ବି କରିଛନ୍ତି, କିନ୍ତୁ ସେ ଦୁର୍ଭାଗ୍ୟ ସେ କୌଣସିଥିରେ ଉପଶମ ହୋଇପାରିଲା ନାହିଁ। ଶେଷରେ ଆଶ୍ରମ ସହିତ ସମ୍ପର୍କ ରଖିଲା। ବେଳେବେଳେ ବ୍ୟାକୁଳରେ ମାଗେ, ମୋ ପାଇଁ କିଛି ପଇସା ପଠାନ୍ତୁ, ମୁଁ ଟିକେ ସକାଳ ଜଳଖିଆ ଖାଇବି। ତେଣୁ ଆମେ ମଧ୍ୟ କେତେବେଳେ 500 କେତେବେଳେ 1000 ପଠାଉ। କାହିଁକି ନା ଆମେ ତ କାହା ପାଇଁ କିଛି କରିପାରୁନି ଜୀବନରେ। ଯଦି ଏମିତି ଗୋଟେ କିଛି କରିପାରିଲୁ, ଦେଇଥିଲେ ପାଇ, ନ ଦେଇଥିଲେ ପଡ଼ିଆ ବାଡ଼ିରେ ଗୋଧନ ଚରେଇ। ଯଦି ଦେଇଥିବୁ ତାହେଲେ ପାଇବୁ। ଏଇ ନ୍ୟାୟରେ ଆମେ ଦାନୀ ବୋଲେଇବୁ ବୋଲି ଯେ କାହାକୁ ଦାନ କରୁଛୁ ସେ କଥା ନାହିଁ। ମୋ ପାଖରେ ସେ କଥା ନଥାଏ। କର୍ତ୍ତବ୍ୟ ଦୃଷ୍ଟିକୋଣରୁ ଆନ୍ତରିକତାର ସହିତ ଅନ୍ୟକୁ ସାହାଯ୍ୟ କର। ସେ ଏତେ ଦିନ ଭୋଗିବା ପରେ ମୁଁ ତାକୁ ଦିନେ କହିଥିଲି, ମୁଁ କହିଲି ଭଟ୍ଟ, ତମେ ଆଉ ଭଲ ହେବା ପାଇଁ ପ୍ରାର୍ଥନା କର ନା, ବିଦାୟ ନେବା ପାଇଁ ପ୍ରାର୍ଥନା କର। ସେ ସେଇଦିନ ଠାରୁ ମୋତେ ବିଦାୟ ଦିଅ କହିଲା ବେଳକୁ ସେ ଅନୁଭବ କରେ ତା ହାତଟା କପାଳ ପାଖକୁ ଯାଏନି, ନା ସେ ନମସ୍କାର କରିପାରେ, ତାକୁ କିଏ ପେଲି ପକାଏ। ତାମାନେ ତୋର ତ ବିଦାୟ ନେବାର ସମୟ ହେଇନି, ଆଉ ତୁ ବିଦାୟ ଦେବି କେମିତି? ସେ ମୋତେ କହିଲା, ବୋଲି ତାହେଲେ ଆଉ କିଛି ଦିନ ତତେ ଭୋଗ କରିବାକୁ ଅଛି। ମୁଁ ଟିକେ କଥାକୁ ଅନ୍ୟ ପ୍ରକାର ବୁଝେଇଦେଲି। ତେଣୁ ସିଏ କାଲି ତାର ସେ ବିଦାୟ ନେଲା ଏବଂ ସେ ମୃତ୍ୟୁ ବେଳକୁ ମଧ୍ୟ ତା ପାଖରେ କେହି ନଥିଲେ। ଘରୁ ତ ଦୁର୍ଗନ୍ଧ ହେଉଥିଲା, କିଏ ସେ ଘର ଭିତରକୁ ଯିବ? ଜଣେ କିଏ ଆସି ତାର ପାଇଗଲା, ଲାଟ୍ରିନ୍ ଫାଟ୍ରିନ୍ ସଫା କରିଦିଏ, ଏଇଭଳି କଥା। ତେବେ ଘର ଲୋକମାନେ କେତେ କରିବେ? ମା ତାର ନାହିଁ, ଏବେ କାନ୍ଦିକିରି କହିଛି। ବୋଉ ଥିବା ପର୍ଯ୍ୟନ୍ତ ଗୋଟେ ସାହସ ଥିଲା, ବୋଉ ବି ଚାଲିଗଲା ଆଗରେ। ଏଇଭଳି କଥା। ସେଥିପାଇଁ ମୁଁ ତାର ଗୋଟେ ସାଙ୍ଗ, ତାକୁ ମୁଁ କହିଲି, ଡାକିକିରି କହିଲି, ମୁଁ କହିଲି ତାକୁ ବଞ୍ଚେଇ ରଖିବାକୁ ହେଲେ 5ଟି ବଟ ତୁମେ ଲଗାଅ। ସେ ଶୁଣୁ ଶୁଣୁ ଏତେ ଖୁସି ହେଇଗଲା, କହିଲା ହଁ ମୋର ଏଇ ଗଛ 3ଟି ଅଛି, ଆଉ 2ଟି ଲଗେଇଦେଲେ ମୋର 5ବଟି ହେଇଗଲା। ଆଉ ନିଶ୍ଚୟ ଲଗେଇବି। ହଁ, ଏଠି ଆଶ୍ରମରେ ମଧ୍ୟ ତା ପାଇଁ 5ଟି ବୃକ୍ଷ ଲଗା ହେବ। ତା ନାଁ ରହିବ ପଞ୍ଚବଟୀ। ଦୁନିଆରୁ ଆମେ ତ ସମସ୍ତେ ଯିବା, ପ୍ରାରବ୍ଧ କାହାର ନାହିଁ। ଦୁଷ୍କୃତ ଆଉ ସୁକୃତ କାହାକୁ ଯେ ଛାଡ଼ି ଦେଇଛି ତା ନାହିଁ। ସବୁ ସେହି ହିସାବ ଖାତାରେ, ନିୟତିର ହିସାବ ଖାତାରେ ଦୁଷ୍କୃତ ଗୋଟେ ପାଖରେ ଲେଖା ହେଇଛି, ସ୍ୱୀକୃତ ଗୋଟେ ପାଖରେ ଲେଖାଯାଇଛି, ସଂସ୍କାର ଆଉ ଗୋଟେ ପାଖରେ ଲେଖାଯାଇଛି, ପ୍ରାୟଶ୍ଚିତ ଆଉ ଗୋଟେ ପାଖରେ ଲେଖାଯାଇଛି। ଇଏ ସଂସ୍କାର ଆଉ ପ୍ରାୟଶ୍ଚିତକୁ ପଢ଼ାନ୍ତି, ଯିଏ ପଢ଼ାନ୍ତି ସେ ହେଉଛନ୍ତି ଗୁରୁ। ଯିଏ ପ୍ରକୃତ ଗୁରୁ, ସେ ତୁମେ କେମିତି ଜୀବନରେ ସଂସ୍କାରିତ ହେବ, ଜୀବନର ପାପରୁ କେମିତି ପ୍ରାୟଶ୍ଚିତ ହେବ, ସେଥିପାଇଁ ସେ ଆମକୁ ମାର୍ଗ ପ୍ରଦର୍ଶନ କରିଥାନ୍ତି। ତେଣୁ କାହାରି ଦୁଃଖରେ ହସନା, କାରଣ ତୁମେ ଯଦି ଅନ୍ୟ ଦୁଃଖରେ ହସିବ, ତମ ପାଇଁ ବି କିଏ ହସିବ? ପୃଥିବୀରେ ଆଜି ବିଭିନ୍ନ ଦେଶରେ ଯୁଦ୍ଧ ଲାଗିଛି। ଏଥିରେ ହୁଏତ କାହାର ଭୁଲ ଥାଇପାରେ, କାହାର ଠିକ୍ ଥାଇପାରେ, କିନ୍ତୁ ଭୁଲ ଠିକ୍ କଥାଟା ଗୋଟେ କୂଟନୀତିଜ୍ଞ ସ୍ତରରେ
ଜଣାପଡ଼େ। କିନ୍ତୁ ସାଧାରଣ ଲୋକ, ସାଧାରଣ ଛୋଟ ଛୁଆ, ସାଧାରଣ ଲୋକ ଏବଂ ତା ସହିତ କେତେ ବଡ଼ ବଡ଼ ଅଟ୍ଟାଳିକା ଅନୁଷ୍ଠାନ ଜଳି ପୋଡ଼ି ପାଉଁଶ ହୋଇଯାଉଛି, ଗାଁ ଗୁଡ଼ିକ ଭସ୍ମୀଭୂତ ହୋଇଯାଉଛି। ଆଠାରୁ ଦୁଃଖ ଆଉ କ'ଣ ଅଛି? ସେଥିପାଇଁ ବାୟା କହିଥିଲେ ଥରେ ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ଚିନ୍ତନ୍ତି ଗୋବିନ୍ଦ। କାହାରି ମନ୍ଦ ଚିନ୍ତା କର ନାହିଁ, ସମସ୍ତଙ୍କର ଭଲ ଚିନ୍ତା କର। ଜଙ୍ଗଲରେ କେମିତି ନିଆଁ ଲିଭିବ, ଆମ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗେ, ତାକୁ ବି ଲିଭେଇବା ପାଇଁ ବହୁତ କଷ୍ଟ ହୁଏ। ତେଣୁ ଆମେ ଆମେରିକାରେ ଆଜି ନିଆଁ ଲାଗିଛି ବୋଲି ଆମେ କେତେକ ଖୁସି ହେଉଛନ୍ତି, ଯାହା ହଉ ଆମେରିକା କେତେ ଲୋକଙ୍କୁ ମାରିଥିଲା, ଏମିତି ସେମିତି ହେଲା। ଏଗୁଡ଼ାକ ବାଜ୍ୟ କଥା। ଏସବୁ କଥାକୁ ତ୍ୟାଗ କରି ଆମେ ପରୋପକାରୀ ହେବା, ମିଷ୍ଟଭାଷୀ ହେବା, ପରୋପକାରୀ ହେବା, ବିପଦ ବେଳେ ଅନ୍ୟକୁ ସାହାଯ୍ୟ କରିବା। ଆଉ ଯଦି ପାରୁଛନ୍ତି ନିଜ ନିଜ ଅଞ୍ଚଳ ବା ଏରିଆରେ ପଞ୍ଚବଟୀ ସୃଷ୍ଟି କର। 5ଟି ଗଛ ଯାହାକୁ ଲଗେଇ ବଞ୍ଚେଇ ପାରିବ ସେମିତି 5ଟି ବଟ ଲଗାଅ। ସେ ପିଲାଟି ବି ତା ଦ୍ୱାରା ବଞ୍ଚିପାରିବ ଏବଂ ତାର ନିଷ୍କୃତ ଖଣ୍ଡନ ହେବ। ଆଉ ସେଇ ପଞ୍ଚବଟୀ ପୁଣି ଆମର ପୂଜା ଅର୍ଚ୍ଚନା ଆମ ପାଇଁ ନିଶ୍ୱାସ ପ୍ରଶ୍ୱାସରେ ସାହାଯ୍ୟ କରିବ। ଆଜିର କଥା ଏତିକି, ଆଉ ପୁଣି ଗତକାଲି କହିବି ଆଉ।